ସମସ୍ୟା ଆପଣଙ୍କୁ ରୋକିବା ପାଇଁ ନୁହେଁ, ଆପଣଙ୍କୁ ଶକ୍ତିଶାଳୀ କରିବା ପାଇଁ ଆସିଥାଏ। ନମସ୍କାର ବନ୍ଧୁଗଣ, ମୁଁ ସାଗର, କଳାକାର ସାଗର ସଙ୍ଗମ ଆଷ୍ଟ୍ରୋଲୋଜି ଜ୍ୟୋତିଷ ଜ୍ଞାନ ଆଣ୍ଡ କର୍ମ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଆଜି ଆମେ ଆଲୋଚନା କରିବା କନ୍ୟା ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ଏହି 2026 ମସିହା ଅଗଷ୍ଟ ମାସ କିପରି ରହିବ, ଗ୍ରହମାନଙ୍କର ସ୍ଥିତି କ'ଣ ରହିଛି, ନବଗ୍ରହମାନେ କି ଫଳ ଦେବେ, ସବୁକିଛି ସ୍ୱାସ୍ଥ୍ୟ, ଶିକ୍ଷା, ଫାଇନାନ୍ସ, ଲଭ୍ ରିଲେସନ୍, ମ୍ୟାରେଡ୍ ଲାଇଫ୍, ଜବ୍, ପ୍ରଫେସନ୍ ଏବଂ ବିଜନେସ୍ ବିଷୟରେ ଡିଟେଲ୍ସରେ ଆଲୋଚନା କରିବା। ଆସନ୍ତୁ ପ୍ରଥମେ ନଜର ପକାଇବା ଗ୍ରହ ଗୋଚର ସ୍ଥିତି ଉପରେ। ଆପଣଙ୍କର ରାଶିରେ ଅଛନ୍ତି ଶୁକ୍ର, ଅର୍ଥାତ୍ ଲଗ୍ନରେ ଶୁକ୍ର ଅଛନ୍ତି, ଷଷ୍ଠରେ ଅଛନ୍ତି ରାହୁ, ସପ୍ତମରେ ଅଛନ୍ତି ଶନି, ଦଶମରେ ମଙ୍ଗଳ ଅଗଷ୍ଟ 2 ତାରିଖ ଠାରୁ ଅବସ୍ଥାନ କରୁଛନ୍ତି, ଏକାଦଶରେ ଅଛନ୍ତି ରବି, ବୁଧ ଏବଂ ବୃହସ୍ପତି ଏବଂ ଦ୍ୱାଦଶରେ କେତୁ ଅବସ୍ଥାନ କରିଛନ୍ତି। ଅଗଷ୍ଟ 17 ତାରିଖ ଠାରୁ ରବି ରହିବେ ଦ୍ୱାଦଶ ଭାବରେ ନିଜର ସ୍ୱରାଶି ସିଂହରେ ଏବଂ ଅଗଷ୍ଟ 22 ତାରିଖରେ ବୁଧ ରହିବେ ଦ୍ୱାଦଶରେ ସିଂହ ରାଶିରେ। ବନ୍ଧୁଗଣ, ଏହି ବିଚାର ଜନ୍ମରାଶି ଚନ୍ଦ୍ର ରାଶିକୁ ଆଧାର କରି କରାଯାଇଛି। ଯେଉଁମାନଙ୍କର କନ୍ୟା ରାଶି ଓ କନ୍ୟା ଲଗ୍ନ, ସେମାନଙ୍କ ପାଇଁ ଏହି ଭିଡ଼ିଓ ଅଧିକ ଫଳପ୍ରଦ ହେବ ବୋଲି ଆମର ଆଶା ଓ ବିଶ୍ୱାସ। ସର୍ବପ୍ରଥମେ ଆଲୋଚନା କରିବା ସ୍ୱାସ୍ଥ୍ୟ ବିଷୟରେ। ଫାର୍ଷ୍ଟ ହାଉସ୍ ଆମର ଶରୀର, ଆମ ଇମ୍ୟୁନିଟିର ଭାବ। ଲଗ୍ନ ଭାବର ଅଧିପତି ବୁଧ ଅଛନ୍ତି ଏକାଦଶ ଭାବରେ ବୃହସ୍ପତି ଯୁକ୍ତ ହୋଇକି। ଲଗ୍ନରେ ଅଛନ୍ତି ଶୁକ୍ର, ଦୃଷ୍ଟି ପାଉଛନ୍ତି ଶନିଙ୍କର ଏବଂ ଅଷ୍ଟମାଧିପତି ମଙ୍ଗଳଙ୍କଠାରୁ ମଧ୍ୟ ଦୃଷ୍ଟି ପାଉଛନ୍ତି। ଲଗ୍ନପତି ବୁଧ ଏକାଦଶରେ ଥିବାରୁ ସ୍ୱାସ୍ଥ୍ୟରେ ସୁଧାର ଦେଖାଯିବ। ଯଦି କିଛି ସମସ୍ୟା ଥାଏ ତେବେ ଶୀଘ୍ର ରିକଭରି ହେବ। ବୁଧ ବୃହସ୍ପତି ଯୁକ୍ତ ହୋଇଥିବାରୁ ଶରୀରର ରୋଗ ପ୍ରତିରୋଧକ କ୍ଷମତା ବଢ଼ିପାରେ ଏବଂ ଠିକ୍ ସମୟରେ ଚିକିତ୍ସା କିମ୍ବା ପରାମର୍ଶ ମିଳିବାର ସମ୍ଭାବନା ବି ରହୁଛି। ଦ୍ୱାଦଶ ଅଧିପତି ରବି ମଧ୍ୟ ଲଗ୍ନପତି ବୁଧ ଯୁକ୍ତ ଥିବାରୁ କେବେ କେବେ ମାନସିକ ଚାପ ଅଧିକ ରହିପାରେ। ଶୁକ୍ର ଅଛନ୍ତି ଲଗ୍ନରେ କିନ୍ତୁ ନିଚସ୍ତ। କିଛି ବ୍ୟକ୍ତିବିଶେଷଙ୍କର ସ୍କିନ୍, ହର୍ମୋନାଲ ଇନବାଲାନ୍ସ, ଥ୍ରୋଟ୍ ଇନଫେକ୍ସନ୍, କିଡନୀ ସମ୍ବନ୍ଧୀୟ ଛୋଟମୋଟ ଅସୁବିଧା ଦେଖାଦେଇପାରେ। ଶନିଙ୍କର ଦୃଷ୍ଟି ମଧ୍ୟ ଦୀର୍ଘ ଦିନ ହେବ ଲଗ୍ନ ଉପରେ ରହିଛି। କିଛି ଲୋକଙ୍କର ହାଡ଼ ମଧ୍ୟଙ୍ଗତ ପୀଡ଼ା, ଜଏଣ୍ଟ ପେନ୍, ଅଣ୍ଟା ଯନ୍ତ୍ରଣା ରହିବ। କାମର ଚାପରେ ବିଶ୍ରାମ କମ୍ ହେଲେ ଏହାର ପ୍ରଭାବ ଅଧିକ ଅନୁଭବ ହୋଇପାରେ। ଅଷ୍ଟମାଧିପତି ମଙ୍ଗଳଙ୍କର ପ୍ରଭାବ ମଧ୍ୟ ଲଗ୍ନ ଉପରେ ଥିବାରୁ ଛୋଟମୋଟ ଦୁର୍ଘଟଣାର ଶିକାର ହୋଇପାରନ୍ତି। ବୃହସ୍ପତି ବୁଧଙ୍କ ସହିତ ରହୁଥିବାରୁ କିଛି ପଜିଟିଭ୍ ସାଇନ୍ ରହୁଛି। ପୁରୁଣା ରୋଗରୁ ରିକଭରି ମିଳିବ। ଏହି ମାସରେ ଯଦି ଦେଖିବା, ସାଧାରଣତଃ ଷ୍ଟମାକ୍ ଇସ୍ୟୁ, ଡାଇଜେସନ୍ ଇସ୍ୟୁ, ସ୍କିନ୍ ଇନଫେକ୍ସନ୍, ଆଖିରେ ଯନ୍ତ୍ରଣା, ମୁଣ୍ଡବିନ୍ଧା, ହାଡ଼, ଅଣ୍ଟା ଓ ଗଣ୍ଠିରେ ବେଦନା, ନିଦ୍ରା ସମସ୍ୟା ଏବଂ ମାନସିକ ଚାପ ଟିକେ ଅଧିକ ରହିବ। ଛୋଟମୋଟ ଖଣ୍ଡିଆ ଖାବରା ଆକ୍ସିଡେଣ୍ଟାଲ ଇସ୍ୟୁ ରହିପାରେ, ତେଣୁ ସତର୍କ ରହିବା ଭଲ। ଓଭରଅଲ୍ ଯଦି କହିବି, ଏହି ଅଗଷ୍ଟ 2026 ମେଜର ହେଲ୍ଥ ଇସ୍ୟୁ ସେମିତି କିଛି କନ୍ୟା ରାଶିର ନାହିଁ, କାରଣ ଲଗ୍ନପତି ବୁଧ ବୃହସ୍ପତିଙ୍କର ସହଯୋଗ ପାଉଛନ୍ତି। ସ୍ୱାସ୍ଥ୍ୟର ସ୍ଥିତି ମଧ୍ୟମଠାରୁ ଟିକେ ଭଲ ରହିବ। ଏବେ ଆଲୋଚନା କରିବା ଶିକ୍ଷା ବିଷୟରେ। ପଞ୍ଚମ ଭାବ ଶିକ୍ଷାର ଭାବ। ପଞ୍ଚମାଧିପତି ଶନି ଅଛନ୍ତି ସପ୍ତମରେ। ବୃହସ୍ପତିଙ୍କର ଶୁଭ ଦୃଷ୍ଟି ମଧ୍ୟ ପଞ୍ଚମ ଭାବ ଉପରେ ଅଛି ଏବଂ ପଞ୍ଚମପତି ଶନିଙ୍କ ଉପରେ ବି ରହିଛି। ପଞ୍ଚମ ଭାବ ଶିକ୍ଷା, ବୃଦ୍ଧି, ସ୍ମରଣ ଶକ୍ତି, ପରୀକ୍ଷା, ପ୍ରତିଯୋଗିତା ଏବଂ ସୃଜନଶୀଳତାର ଭାବ। ପଞ୍ଚମପତି ସପ୍ତମ କେନ୍ଦ୍ରରେ ଥିବାରୁ ଶିକ୍ଷାରେ ଗଭୀରତା ବଢ଼ିବ। ଶନି ହେଲେ ଧୈର୍ଯ୍ୟ, ଅନୁଶାସନ ଏବଂ ଦୀର୍ଘ ପରିଶ୍ରମର କାରକ ଗ୍ରହ, ତେଣୁ ବିଦ୍ୟାର୍ଥୀମାନଙ୍କୁ ସଫଳତା ମିଳିବ କିନ୍ତୁ ବିଳମ୍ବରେ। ବୃହସ୍ପତିଙ୍କର ଦୃଷ୍ଟି ଯେହେତୁ ଶନିଙ୍କୁ ରହିଛି, ବୃହସ୍ପତି ହେଲେ ଜ୍ଞାନ, ବିଦ୍ୟା, ଗୁରୁକୃପା ଏବଂ ଉଚ୍ଚଶିକ୍ଷାର କାରକ। ପଞ୍ଚମ ଭାବ ଉପରେ ବୃହସ୍ପତିଙ୍କର ଦୃଷ୍ଟି ଥିବାରୁ ପାଠପଢ଼ାରେ ମନ ଲାଗିବ, ସ୍ମରଣ ଶକ୍ତିର ଉନ୍ନତି ହେବ, କଠିନ ବିଷୟ ସହଜରେ ବୁଝିପାରିବେ, ଭଲ ଶିକ୍ଷକ କିମ୍ବା ମେଣ୍ଟରଙ୍କର ସହଯୋଗ ମଧ୍ୟ ବିଦ୍ୟାର୍ଥୀମାନଙ୍କୁ ମିଳିବ। ଷ୍ଟୁଡେଣ୍ଟସ୍ମାନେ ଏକ୍ଜାମରେ ଭଲ ଫଳ ପାଇବାର ସମ୍ଭାବନା ବଢ଼ିବ। ବୃହସ୍ପତିଙ୍କର ଶୁଭ ଦୃଷ୍ଟି ପଞ୍ଚମପତି ଶନିଙ୍କ ଉପରେ ଥିବାରୁ ଶନିଙ୍କର ନେଗେଟିଭ୍ ଏନର୍ଜି କମିବ, ପରିଶ୍ରମର ଭଲ ଫଳ ମିଳିବ। ସେହିପରି ନବମ ଭାବ ହେଉଛି ଉଚ୍ଚଶିକ୍ଷାର ଭାବ, ରିସର୍ଚ୍ଚ, ଫରେନ୍ ଷ୍ଟଡି, ଲକ୍ର ଭାବ। ନବମପତି ଶୁକ୍ର ଲଗ୍ନରେ ଥିବାରୁ ହାୟର ଷ୍ଟଡି ପ୍ରତି ଆଗ୍ରହ ତ ବଢ଼ିବ, ଭାଗ୍ୟର ସହଯୋଗ ମିଳିବ, ଭଲ କଲେଜ, କୋର୍ସ କିମ୍ବା ଗାଇଡ଼ ମିଳିବାର ସମ୍ଭାବନା ରହିଛି। ଯେଉଁମାନେ ଆର୍ଟ୍ସ, ଡିଜାଇନିଂ, ମିଡ଼ିଆ, ମ୍ୟାନେଜମେଣ୍ଟ, କମର୍ସ, ଫ୍ୟାସନ୍ କିମ୍ବା କ୍ରିଏଟିଭ୍ ଷ୍ଟଡିରେ ଅଛନ୍ତି, ସେମାନେ ଭଲ ସଫଳତା ପାଇବେ।
ଶନିଙ୍କର ସପ୍ତମ ଦୃଷ୍ଟି ନବମପତି ଶୁକ୍ରଙ୍କ ଉପରେ ଥିବାରୁ ଶିକ୍ଷାରେ ଅନୁଶାସନ ବଢ଼ିବ, ଅଧିକ ପରିଶ୍ରମ କରିବାକୁ ପଡ଼ିବ। ମାନସିକ ଚାପ ମଝିରେ ମଝିରେ ଆସିପାରେ, କିନ୍ତୁ ଶେଷରେ ପରିଶ୍ରମର ଫଳ ଆପଣଙ୍କୁ ମିଳିବ। ଯେଉଁମାନେ ଏସ୍ଏସ୍ସି, ବ୍ୟାଙ୍କିଂ, ୟୁପିଏସ୍ସି, ଓପିଏସ୍ସି, ରେଲୱେ, ନିଟ୍, ଜେଇ, ସିଏ, ସିଏମ୍ ପାଠ ପାଇଁ ଏକ୍ଜାମ୍ ପ୍ରିପାରେସନ୍ ହେଉଛନ୍ତି, ସେମାନେ ଭଲ ରେଜଲ୍ଟ କରିବେ। ନବମାଧିପତି ଲଗ୍ନରେ ଥିବାରୁ ମାଷ୍ଟର ଡିଗ୍ରୀ, ପିଏଚ୍ଡି, ରିସର୍ଚ୍ଚ, ପ୍ରଫେସନାଲ କୋର୍ସ ଆଦିରେ ସଫଳ ହେବାର ପସିବିଲିଟି ରହୁଛି। ଫରେନ୍ ଷ୍ଟଡି, ଅନଲାଇନ୍ ସ୍ପେଶିଆଲାଇଜେସନ୍ କୋର୍ସରେ ସୁଯୋଗ ମଧ୍ୟ ମିଳିପାରେ। ଟିକେ ଡିଫିକଲ୍ଟ ହୋଇପାରେ, କାରଣ ଶୁକ୍ର କନ୍ୟା ରାଶିରେ ନିଚସ୍ତ ଅଛନ୍ତି। ଯଦି ଦେଖିବା ଏହି ମାସରେ ଯେଉଁ ବିଦ୍ୟାର୍ଥୀମାନେ ମ୍ୟାନେଜମେଣ୍ଟ, ଫାଇନାନ୍ସ, ଲ, ଆର୍କିଟେକ୍ଚର, ଡିଜାଇନିଂ, ସାଇକୋଲୋଜି, ଡାଟା ଆନାଲିସିସ୍, ସିଭିଲ୍ ସର୍ଭିସ୍ ଏହିସବୁ ବିଭାଗରେ ଷ୍ଟଡି କରୁଛନ୍ତି, ତେବେ ଭଲ ସଫଳତା ସେମାନେ ପାଇପାରିବେ। ବିଦ୍ୟାର୍ଥୀମାନଙ୍କୁ ଏହି ମାସରେ କିଛି ଆଡ଼ଭାଇସ୍ ବି ରହିବ। ପାଠପଢ଼ାରେ କନସେନ୍ଟ୍ରେଟ୍ କରନ୍ତୁ, ରୁଟିନ୍ ଷ୍ଟଡି ଠିକ୍ ରଖନ୍ତୁ, କୌଣସି ପାଠକୁ ପେଣ୍ଡିଂ ରଖନ୍ତୁ ନାହିଁ। ଫେକ୍ ସାଙ୍ଗ ଏବଂ ସୋସିଆଲ ମିଡ଼ିଆରେ ସମୟ ନଷ୍ଟ କରନ୍ତୁ ନାହିଁ। ନିୟମିତ ରିଭିଜନ୍ କରନ୍ତୁ, ଟିଚର କିମ୍ବା ମେଣ୍ଟରଙ୍କର ପରାମର୍ଶ ନିଅନ୍ତୁ। ଓଭରଅଲ୍ ଯଦି କହିବି, ଏହି ଅଗଷ୍ଟ 2026 କନ୍ୟା ରାଶି ପାଇଁ ଶିକ୍ଷା ଦୃଷ୍ଟିରୁ ଶୁଭଫଳ ପ୍ରଦାନ କରିବ। ପଞ୍ଚମ ଭାବ ପଞ୍ଚମପତି ଶୁଭଗ୍ରହ ବୃହସ୍ପତିଙ୍କର ପ୍ରଭାବରେ ରହୁଛି, ଶୁଭଫଳ ମିଳିବ। ଉଚ୍ଚଶିକ୍ଷା ଏବଂ ଭାଗ୍ୟର ସହଯୋଗ ମିଳିବ। ଶୁକ୍ର ଲଗ୍ନରେ ଅଛନ୍ତି ଏବଂ ଶନିଙ୍କ ପ୍ରଭାବରୁ କିଛି ବିଳମ୍ବ, ଚାପ ଏବଂ ଅଧିକ ପରିଶ୍ରମ ଦରକାର ହେବ, କିନ୍ତୁ ଶେଷରେ ସଫଳତା ନିଶ୍ଚିତ ଭାବରେ ମିଳିବ। ଏବେ ଆଲୋଚନା କରିବା ଫାଇନାନ୍ସ ବିଷୟରେ। ଦ୍ୱିତୀୟ ଭାବ ଧନର ଭାବ, ଦ୍ୱିତୀୟାଧିପତି ଶୁକ୍ର ଅଛନ୍ତି ଲଗ୍ନରେ କନ୍ୟା ରାଶିରେ ନିଚସ୍ତ ଏବଂ ଏକାଦଶରେ ଅଛନ୍ତି ବୃହସ୍ପତି, ବୁଧ ଏବଂ ରବି। ଦ୍ୱିତୀୟ ଭାବ ଧନର ଭାବ, ସେଭିଂସର ଭାବ। ଧନପତି ନିଚ ଥିବାରୁ ଧନ ଆସିବ, କିନ୍ତୁ ସଞ୍ଚୟ କରିବା କଷ୍ଟକର ହେବ। ଘର, ପରିବାର, ସ୍ୱାସ୍ଥ୍ୟ କିମ୍ବା ଆବଶ୍ୟକୀୟ କାମରେ ଅଧିକ ଖର୍ଚ୍ଚ ହୋଇପାରେ। ଲକ୍ଜୁରୀ କିମ୍ବା ସୌନ୍ଦର୍ଯ୍ୟ ସୌଖିନ ଜିନିଷରେ ଅଧିକ ବ୍ୟୟ ହୋଇପାରେ। ଅନ୍ୟକୁ ଧାର ଦେବା କିମ୍ବା ଭାବନାରେ ଆସି ଆର୍ଥିକ ନିଷ୍ପତ୍ତି ନେବା ଠିକ୍ ହେବ ନାହିଁ। ଏକାଦଶ ଭାବରେ ଅଛନ୍ତି ବୃହସ୍ପତି, ବୁଧ ଏବଂ ରବି। ଏ ହେଉଛି ପାୱାରଫୁଲ୍ କମ୍ବିନେସନ୍। ଫଳରେ ବଡ଼ ଲାଭର ସୁଯୋଗ ରହିଛି। ପୁରୁଣା ଅଟକିଥିବା ଟଙ୍କା ଫେରି ଆସିପାରେ। ବରିଷ୍ଠ ଲୋକଙ୍କର ସହଯୋଗରୁ କିଛି ଆର୍ଥିକ ଲାଭ ମଧ୍ୟ ହେବ। ବିଜନେସ୍, ଅନଲାଇନ୍ କାମ, ରାଇଟିଂ, ଏଜୁକେସନ୍, ମାର୍କେଟିଂ, କମ୍ୟୁନିକେସନ୍ କ୍ଷେତ୍ରରୁ ଆୟ ବଢ଼ିପାରେ। ନୂଆ କ୍ଲାଏଣ୍ଟ କିମ୍ବା ନୂଆ ଆୟର ସୁଯୋଗ ମିଳିପାରେ। ସରକାରୀ କାମ, ପ୍ରଶାସନ କିମ୍ବା ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହଯୋଗରୁ ଲାଭ ହେବ। ପ୍ରମୋସନ୍, ବୋନସ୍ କିମ୍ବା ନୂଆ ରେସ୍ପନ୍ସିବିଲିଟି ସହିତ ଆୟ ବଢ଼ିପାରେ। ଏହି ଅଗଷ୍ଟ ମାସରେ କେଉଁ କେଉଁ କ୍ଷେତ୍ରରୁ ଆୟ ହେବ ଆସନ୍ତୁ ଜାଣିବା। ସେୟାର ଟ୍ରେଡିଂ, ବିଜନେସ୍, ସୋସିଆଲ ମିଡ଼ିଆ, ଫେସବୁକ୍, ୟୁଟ୍ୟୁବ୍, ଅନଲାଇନ୍ କଣ୍ଟେଣ୍ଟ କ୍ରିଏସନ୍ରୁ ଭଲ ଇନକମ୍ ଆସିବ ଯଦି ଏହି ଲାଇନ୍ରେ କେହି କାମ କରୁଥାନ୍ତି। ଶିକ୍ଷା, କୋଚିଂ, କନସଲଟାନ୍ସି, ଆକାଉଣ୍ଟିଂ, ଆଇଟି, ଡିଜିଟାଲ ସର୍ଭିସରେ ମଧ୍ୟ ଇନକମ୍ ଭଲ ଆସିବ। ଗଭର୍ଣ୍ଣମେଣ୍ଟ ରିଲେଟେଡ୍ ୱାର୍କ, ସରକାରୀ ଠିକା କାମରୁ ମଧ୍ୟ ଇନକମ୍ ଆସିବ। ଏଜେନ୍ସି ୱାର୍କ, କମିଶନ, ନେଟୱାର୍କିଂ କିମ୍ବା ବଡ଼ ସଂସ୍ଥା ସହିତ ଇନଭଲ୍ଭ ରହିବା କାମରେ ଭଲ ଲାଭ ମିଳିପାରେ। ମୋଟାମୋଟି ଭାବରେ କହିବାକୁ ଗଲେ ଏହି ଅଗଷ୍ଟ 2026 କନ୍ୟା ରାଶି ପାଇଁ ଆୟ ଦୃଷ୍ଟିରୁ ଭଲ ମାସ ହୋଇପାରେ, କିନ୍ତୁ ଧନର ଅଧିପତି ଶୁକ୍ର ନିଚସ୍ତ ଥିବାରୁ ରୋଜଗାର ଭଲ ହେଲେ ବି ସଞ୍ଚୟରେ ସତର୍କତା ଆବଶ୍ୟକ। ଯଦି ଆୟ ସହିତ ଖର୍ଚ୍ଚକୁ ମଧ୍ୟ ନିୟନ୍ତ୍ରଣ କରିପାରିବେ, ତେବେ ମାସ ଶେଷରେ ଆର୍ଥିକ ସ୍ଥିତି ସନ୍ତୋଷଜନକ ରହିବ। ଏବେ ଆଲୋଚନା କରିବା ଲଭ୍ ଲାଇଫ୍ ବିଷୟରେ। ପଞ୍ଚମ ଭାବ ଲଭ୍, ରୋମାନ୍ସ, ଆଟ୍ରାକ୍ସନର ଭାବ। ପଞ୍ଚମପତି ଶନି ଅଛନ୍ତି ସପ୍ତମ କେନ୍ଦ୍ରରେ। ଶନିଙ୍କୁ ବୃହସ୍ପତିଙ୍କର ଦୃଷ୍ଟି ରହିଛି। ଲଗ୍ନ ଭାବରେ ଅଛନ୍ତି ଶୁକ୍ର। ଶୁକ୍ରଙ୍କ ଉପରେ ଶନି ମଙ୍ଗଳଙ୍କର ଦୃଷ୍ଟି ବି ରହିଛି। ଏହି ମାସରେ ପ୍ରେମ ଜୀବନ ମିଶ୍ରିତ ଫଳ ପ୍ରଦାନ କରିବ। ଆରମ୍ଭରେ କିଛି ଭୁଲ ବୁଝାମଣା କିମ୍ବା ଭାବନାତ୍ମକ ଚାପ ରହିପାରେ, କିନ୍ତୁ ବୃହସ୍ପତିଙ୍କର ଶୁଭ ଦୃଷ୍ଟି ସମ୍ପର୍କକୁ ଭାଙ୍ଗିବା ପରିବର୍ତ୍ତେ ସୁଧାରିବ। ଯେଉଁମାନେ ଟିନେଜର ଅଛନ୍ତି, ସ୍କୁଲ, କଲେଜ କିମ୍ବା ସୋସିଆଲ ମିଡ଼ିଆ ମାଧ୍ୟମରେ କାହା ପ୍ରତି ଆକର୍ଷଣ ବଢ଼ିପାରେ, କିନ୍ତୁ ଶୁକ୍ର ନିଚ ରହିବା ଫଳରେ ଫେକ୍ ଲଭ୍ ଏବଂ ଟ୍ରୁ ଲଭ୍ ମଧ୍ୟରେ ଡିଫରେନ୍ସକୁ ବୁଝିବା କଷ୍ଟକର ହୋଇପାରେ। ମଙ୍ଗଳଙ୍କର ଦୃଷ୍ଟି ଶୁକ୍ରଙ୍କ ଉପରେ ଥିବାରୁ ଛୋଟ ଛୋଟ କଥାରେ ଝଗଡ଼ା କିମ୍ବା ରାଗ ବଢ଼ିପାରେ। କେବଳ ଆକର୍ଷଣକୁ ପ୍ରେମ ଭାବି କିଛି ଭୁଲ ଡିସିସନ୍ ନିଅନ୍ତୁ ନାହିଁ କି ପ୍ରତିକ୍ରିୟା ପ୍ରକାଶ କରନ୍ତୁ ନାହିଁ। ସେହିପରି ୟଙ୍ଗ ଏଜର ଯେଉଁମାନେ ଅଛନ୍ତି, 20ରୁ 30 ଏଜ୍ ମଧ୍ୟରେ ଯେଉଁମାନେ ଅଛନ୍ତି, ପ୍ରେମକୁ ଡିପ୍ ରିଲେସନରେ ପରିଣତ କରିବା ପାଇଁ ମନରେ ଇଚ୍ଛା ବଢ଼ିପାରେ। ବୃହସ୍ପତିଙ୍କର ଦୃଷ୍ଟି ପଞ୍ଚମକୁ ପ୍ରେମ ସମ୍ପର୍କରେ ମ୍ୟାଚୁରିଟି ଏବଂ ବିଶ୍ୱାସ ବଢ଼ାଇବ। ଯେଉଁମାନେ ଦୀର୍ଘ ଦିନ ଧରି ସମ୍ପର୍କରେ ଅଛନ୍ତି, ସେମାନେ ଭବିଷ୍ୟତ ଯୋଜନା କରିପାରନ୍ତି। ଯେଉଁମାନେ ସିଙ୍ଗିଲ୍ ଅଛନ୍ତି,
ନୂଆ ବ୍ୟକ୍ତିଙ୍କ ସହିତ ପରିଚୟ ହେବାର ସମ୍ଭାବନା ରହିଛି। ପରିବାର କିମ୍ବା ବନ୍ଧୁଙ୍କ ମାଧ୍ୟମରେ ଭଲ ପରିଚୟ ହୋଇପାରେ। ତେବେ ଶୁକ୍ର ଦୁର୍ବଳ ଥିବାରୁ ଆରମ୍ଭରେ ଦ୍ୱନ୍ଦ୍ୱ କିମ୍ବା ଆତ୍ମବିଶ୍ୱାସର ଅଭାବ ଦେଖାଦେଇପାରେ। ଯେଉଁମାନେ ପୂର୍ବରୁ ପ୍ରେମରେ ଅଛନ୍ତି ସମ୍ପର୍କରେ କଥାବାର୍ତ୍ତା ବଢ଼ିବ। ଭବିଷ୍ୟତକୁ ନେଇ ଆଲୋଚନା ହୋଇପାରେ। ଯେଉଁମାନଙ୍କର ପୂର୍ବରୁ ଲଭ୍ରେ ବ୍ରେକଅପ୍ ଥିଲା, ପଞ୍ଚମ ଭାବ ଏବଂ ପଞ୍ଚମପତି ଉପରେ ବୃହସ୍ପତିଙ୍କର ଶୁଭ ଦୃଷ୍ଟି ଥିବାରୁ ପୁରୁଣା ପ୍ରେମିକ ବା ପ୍ରେମିକାଙ୍କ ସହିତ ପୁଣି ଯୋଗାଯୋଗ ହେବାର ସମ୍ଭାବନା ରହିଛି। ମିସ୍ଅଣ୍ଡରଷ୍ଟାଣ୍ଡିଂ କ୍ଲିଅର ହେବ। କିନ୍ତୁ ଏଠି ଗୋଟେ ଇମ୍ପୋର୍ଟାଣ୍ଟ କଥା ହେଉଛି କ'ଣ ନା ଶୁକ୍ର ନୀଚ ଏବଂ ମଙ୍ଗଳଙ୍କର ପ୍ରଭାବ ଯୋଗୁଁ ଅହଙ୍କାର କିମ୍ବା ପୁରୁଣା ବିବାଦ ପୁଣି ମୁଣ୍ଡ ଟେକି ସମ୍ପର୍କ ପୁଣି ଜଟିଳ ବି ହୋଇପାରେ। ତେଣୁ ପୁରୁଣା ପ୍ରେମ ଫେରିବାର ସମ୍ଭାବନା ଅଛି, କିନ୍ତୁ ଏହା ନିଶ୍ଚିତ ଫେରିବ ବୋଲି କହିହେବନି। ସଫଳତା ଦୁଇ ପକ୍ଷର ଇଚ୍ଛା, ପରିସ୍ଥିତି ଏବଂ ସମ୍ପୂର୍ଣ୍ଣ ଜନ୍ମକୁଣ୍ଡଳୀ ଉପରେ ନିର୍ଭର କରିବ। ପ୍ରେମ ବିବାହର ସମ୍ଭାବନା ରହିଛି। କେହି କେହି କୋର୍ଟର ଆଶ୍ରୟ ନେଇ ବିବାହ କରିପାରନ୍ତି। ପଞ୍ଚମାଧିପତି ଅଛନ୍ତି ସପ୍ତମରେ ଏବଂ ବୃହସ୍ପତିଙ୍କର ଦୃଷ୍ଟି ରହିଛି ପଞ୍ଚମକୁ, ସପ୍ତମକୁ ଏବଂ ପଞ୍ଚମପତିକୁ। ତେଣୁ କିଛି ଜାତକଙ୍କ ପାଇଁ ପ୍ରେମ ସମ୍ପର୍କକୁ ବିବାହ ଦିଗକୁ ନେବାର ଚର୍ଚ୍ଚା ହୋଇପାରେ। ପରିବାର ସହ କଥାବାର୍ତ୍ତା ଆରମ୍ଭ ହୋଇପାରେ। ମାସର ଶେଷ ଭାଗରେ ସମ୍ପର୍କରେ ଉନ୍ନତି ଏବଂ ସ୍ଥିରତା ବଢ଼ିପାରେ। ନୂଆ ପ୍ରସ୍ତାବ କିମ୍ବା ପୁରୁଣା ସମ୍ପର୍କରେ ସକାରାତ୍ମକ କଥାବାର୍ତ୍ତା ହେବାର ସୁଯୋଗ ରହିପାରେ। ଏବେ ଆଲୋଚନା କରିବା ବିବାହ ଓ ଦାମ୍ପତ୍ୟ ଜୀବନ ବିଷୟରେ। ସପ୍ତମ ଭାବ ବିବାହ ଦାମ୍ପତ୍ୟ ଜୀବନର ଭାବ। ସପ୍ତମପତି ବୃହସ୍ପତି ଅଛନ୍ତି ଏକାଦଶରେ। ବୃହସ୍ପତିଙ୍କର ନବମ ଦୃଷ୍ଟି ରହିଛି ସପ୍ତମ ଭାବ ଉପରେ। ସପ୍ତମରେ ଅଛନ୍ତି ଶନି ଏବଂ ଲଗ୍ନରେ ଅଛନ୍ତି ଶୁକ୍ର। ସପ୍ତମ ଭାବ ହେଉଛି ବିବାହର ମୂଳ ଆଧାର। ସପ୍ତମ ଭାବ ବିବାହ, ଜୀବନସାଥୀ, ଦାମ୍ପତ୍ୟ ସୁଖ ଏବଂ ପାର୍ଟନରସିପ୍ର ଭାବ। ଏହି ଭାବରେ ଶନି ଥିବାରୁ ସମ୍ପର୍କରେ ଗମ୍ଭୀରତା, ଦାୟିତ୍ୱ ଏବଂ ସ୍ଥିରତା ବଢ଼ିବ। ଶନି ବେଳେବେଳେ ଛୋଟ କଥାକୁ ନେଇ ଦୂରତା ଏବଂ ବିଳମ୍ବର ପରିସ୍ଥିତି ସୃଷ୍ଟି କରିପାରନ୍ତି। ଅଗଷ୍ଟ ମାସରେ ସମ୍ପର୍କରେ ମ୍ୟାଚୁରିଟି ରହିବ, କିନ୍ତୁ ଅହଙ୍କାର ଆଉ ଜିଦ୍ଦିକୁ ଏଡ଼ାଇବା ଦରକାର। ସପ୍ତମାଧିପତି ବୃହସ୍ପତି ଅଛନ୍ତି ଏକାଦଶରେ। ଏକାଦଶ ଭାବ ହେଉଛି ଲାଭ, ଇଚ୍ଛା ପୂରଣ, ସାମାଜିକ ସମର୍ଥନ ଏବଂ ଭବିଷ୍ୟତ ଯୋଜନାର ଭାବ। ଦାମ୍ପତ୍ୟ ଜୀବନରେ ପରସ୍ପରଙ୍କର ସହଯୋଗ ବଢ଼ିବ। ଜୀବନସାଥୀଙ୍କ ଦ୍ୱାରା ଲାଭ କିମ୍ବା ସହଯୋଗ ମିଳିପାରେ। ଭବିଷ୍ୟତ ଯୋଜନା, ଘର, ସଞ୍ଚୟ, ଇନଭେଷ୍ଟମେଣ୍ଟ ଉପରେ ଆଲୋଚନା ହେବ। ପରିବାର ଏବଂ ମିତ୍ରଙ୍କର ସମର୍ଥନ ବି ମିଳିପାରେ। ସପ୍ତମକୁ ବୃହସ୍ପତିଙ୍କର ଦୃଷ୍ଟି ଦାମ୍ପତ୍ୟ ଜୀବନରେ ମିସ୍ଅଣ୍ଡରଷ୍ଟାଣ୍ଡିଂକୁ କମିବ। ବିବାଦ ହେଲେ ସୁଦ୍ଧା ସମାଧାନର ରାସ୍ତା ଖୋଲିବ। ମାନସମ୍ମାନ ଏବଂ ବିଶ୍ୱାସ ବଢ଼େଇବ। ଲଗ୍ନରେ ଅଛନ୍ତି ଶୁକ୍ର। ଶୁକ୍ର ହେଉଛନ୍ତି ବିବାହ, ପ୍ରେମ, ସୁଖ, ଆକର୍ଷଣ ଏବଂ ଦାମ୍ପତ୍ୟର କାରକ ଗ୍ରହ। ଲଗ୍ନରେ ଶୁକ୍ର ଥିବାରୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଆକର୍ଷଣ ରହିବ। ପରସ୍ପରକୁ ବୁଝିବାର ଇଚ୍ଛା ବଢ଼ିବ। ଏକାଠି ସମୟ କାଟିବାର ସୁଯୋଗ ବି ମିଳିପାରେ। ଯେଉଁମାନେ ନ୍ୟୁଲି ମ୍ୟାରେଡ୍ କପୁଲ ଅଛନ୍ତି କିମ୍ବା 4-5 ବର୍ଷ ହେବ ମ୍ୟାରେଜ୍ କରିଛନ୍ତି, ଏହି ଅଗଷ୍ଟ ମାସରେ ଯଦି ପଜିଟିଭ୍ ସାଇଡ଼୍ ଦେଖିବା ତେବେ ସମ୍ପର୍କରେ ସ୍ଥିରତା, ପରିବାରର ସହଯୋଗ, ଫାଇନାନ୍ସିଆଲ ମ୍ୟାଟରରେ ପାର୍ଟନରଙ୍କର ସମର୍ଥନ ରହିବ। ଅଧିକ ବିଶ୍ୱାସ ସାଙ୍ଗକୁ ଦାୟିତ୍ୱବୋଧ ବି ରହିବ। ସେହିପରି ଯେଉଁମାନେ ଅବିବାହିତ ଅଛନ୍ତି, ବିବାହ ବୟସ ହୋଇଯାଇଛି, ଭଲ ବିବାହ ପ୍ରସ୍ତାବ ଆସିପାରେ। ପରିବାର ମାଧ୍ୟମରେ ସମ୍ପର୍କ ସ୍ଥିର ହେବାର ସମ୍ଭାବନା ରହିଛି। ଶନିଙ୍କ କାରଣରୁ ନିଷ୍ପତ୍ତିରେ କିଛି ବିଳମ୍ବ ହୋଇପାରେ, କିନ୍ତୁ ବୃହସ୍ପତିଙ୍କର ସମର୍ଥନ ଭଲ ଫଳ ଦେଇପାରେ। ମୋଟାମୋଟି ଭାବରେ କହିବାକୁ ଗଲେ ଏହି ଅଗଷ୍ଟ 2026 କନ୍ୟା ରାଶି ପାଇଁ ବୈବାହିକ ଜୀବନରେ ସାଧାରଣତଃ ଶୁଭ ଏବଂ ସ୍ଥିର ରହିବାର ଇଣ୍ଡିକେସନ୍ ମିଳୁଛି। ସପ୍ତମରେ ଶନି ଥିବାରୁ ଦାୟିତ୍ୱର ଚାପ ଅନୁଭବ ହୋଇପାରେ, ତଥାପି ଧୈର୍ଯ୍ୟ ଏବଂ ସଠିକ୍ ସଂଯୋଗ ରହିଲେ ପରିସ୍ଥିତି ଅନୁକୂଳ ରହିବ। ଏବେ ଆଲୋଚନା କରିବା ଜବର ପ୍ରଫେସନ୍ ବିଷୟରେ। ଦଶମ ଭାବ କର୍ମର ଭାବ। ଦଶମାଧିପତି ବୁଧ ଏକାଦଶ ଭାବରେ ବୃହସ୍ପତି ସହିତ ଯୁକ୍ତ ଅଛନ୍ତି। ତୃତୀୟପତି ମଙ୍ଗଳ ଅଛନ୍ତି ଦଶମ ଭାବରେ। ନିଯୁକ୍ତି ଭାବର ଅଧିପତି ଶନି ସପ୍ତମ କେନ୍ଦ୍ରରେ ଅବସ୍ଥାନ କରିଛନ୍ତି। ଏହି ଅଗଷ୍ଟ 2026 କର୍ମକ୍ଷେତ୍ରରେ ଉନ୍ନତି, ନୂଆ ସୁଯୋଗ ଏବଂ ଆୟ ବୃଦ୍ଧିର ମାସ ହୋଇପାରେ। ଦଶମପତି ବୁଧ ଏକାଦଶରେ ଥିବାରୁ ପରିଶ୍ରମର ଫଳ ମିଳିବାର ସମ୍ଭାବନା ରହିଛି। ଚାକିରିରେ ପ୍ରମୋସନର ସୁଯୋଗ ରହିଛି। ସାଲାରୀ ଇନକ୍ରିମେଣ୍ଟ କିମ୍ବା ଇନସେଣ୍ଟିଭ୍ ମିଳିବ। ବରିଷ୍ଠ ଅଧିକାରୀଙ୍କର ପ୍ରଶଂସା ମିଳିବ। ନୂଆ ଟିମ୍ କିମ୍ବା ଲିଡରସିପ୍ ରୋଲ୍ ମିଳିପାରେ। ଦଶମରେ ମଙ୍ଗଳ ଥିବାରୁ କାମ କରିବାର ଇଚ୍ଛା ବଢ଼ିବ। କାମର ଚାପ ବି ବଢ଼ିବ। ତା ସହିତ କମ୍ପିଟିସନରେ ସଫଳତାର ସୁଯୋଗ ରହିଛି। ଇଞ୍ଜିନିୟରିଂ ଲାଇନ୍, ମେକାନିକାଲ ଫିଲ୍ଡ, ଇଲେକ୍ଟ୍ରିକାଲ ଫିଲ୍ଡ, IT, ପୋଲିସ ଡିପାର୍ଟମେଣ୍ଟ, ଡିଫେନ୍ସ, କନଷ୍ଟ୍ରକ୍ସନ୍,
टेक्निकल जॉब मैन्युफैक्चरिंग यही सब विभाग में जो मैंने अच्छा से समय अनुकूल रही। बुध एवं बृहस्पति जुक्ति एकादश गुड रेपुटेशन एवं क्यारियर ग्रोथ देव। गवर्नमेंट जॉब पर जो मैंने कॉम्पिटिटिव एग्जाम देउछंती समय अनुकूल रही। इंटरव्यू कॉल आसीपारे। डॉक्यूमेंट वेरिफिकेशन होबार संभावना भी रही। प्राइवेट जॉब पर समय संपूर्ण रूप से अनुकूल रही। जॉब चेंज बेटर पैकेज पर जो मैंने ट्राए करुले से गुड न्यूज मिल। न्यू ऑफर किछि आसीपारे। कॉर्पोरेट सेक्टर रे जो मैंने अच्छा से उन्नतिर सुजोग रहिबो। टीम लीड मैनेजर बैंकिंग फाइनेंस सॉफ्टवेयर जर्नलिज्म आदि रे जॉब सुजोग आसीबो। कर्माधिपति जेहेतु एकादश भाव में सप्तमपति युक्त होइक अछंती बैंकिंग एजुकेशन फाइनेंस अकाउंट टीचिंग लाइन प्रोफेशन में भल सुजोग रही। जो मैंने ट्राए कर लाइन में जॉब पाइबे। सेहीपरि प्रोफेसर लॉयर जज जो मैंने अच्छा ऑफिस एनवायरनमेंट से अनुकूल रहिबो। एकादश भाव शक्तिशाली थिबारु एमएनसी रे जॉब पाइबार सुजोग रही। फॉरेन क्लाएंट को सह काम करिवार सुजोग मिलिबो। इंटरनेशनल प्रोजेक्ट मध्य मिल पारे। जो मैंने अनेक दिन हेबो जॉब चेंज करिया पई चाहुचंती एई अगस्त 2026 रे रिज्यूम पठाइबा पई सबुठार भल समय। इंटरव्यू रे सफलतार संभावना रही। सैलरी नेगोशिएशन में मध्य लाभ हो पारे। मोटामोटी भाव में कहवाक गले यही अगस्त 2026 कन्या राशि कर्मक्षेत्र में एक पॉजिटिव मास हो। दशमाधिपति बुध एकादश भाव में बृहस्पति सहित युक्त हो लाभ पदोन्नति एवं नेटवर्किंग द्वारा ग्रोथर सूचना देउछंती। प्राइवेट एवं कॉर्पोरेट क्षेत्र में विशेष लाभर सुजोग रही। एबे आलोचना करिबा बिजनेस विषय रे। सप्तम भाव बिजनेस भाव सप्तमाधिपति बृहस्पति अच्छा एकादश बुध युक्त होगी। सप्तम अच्छा शनि। यही संजोग व्यवसाय अनुकूल रहिबो। सप्तमपति एकादश थिबारु लाभ नुआ क्लाएंट नेटवर्किंग आय बढ़िबार जोग रही। वाणिज्य कारक बुध सहित सप्तमपति युक्त थिबारु व्यावसायिक वृद्धि मार्केटिंग एवं कम्युनिकेशन शक्ति बढ़िबो। शनि सप्तम थिबारु आरंभ किछि विलंब श्रृंखला एवं धैर्यर परीक्षा हेबो। अगस्त मासर फास्ट हाफ्रे कामर चाप अधिक रही पारे। मासर द्वितीयार्धरे ऑर्डर कस्टमर्स एवं लाभरे सुधार देखाजिबो। पुराणा ग्राहकों ठारू पुणी काम मिल पारे। नुआ व्यावसायिक संपर्क भविष्य में लाभदायक हो पारे। पार्टनरशिप बिजनेस कथा जदि कहबी तेबे शनि सप्तम भाव में थिबारु पार्टनरशिप रे सावधानता आवश्यक। पॉजिटिव साइड जदि कहबी तेबे एक्सपीरियंस एवं रेस्पॉन्सिबल पर्सन आपन को मिल पारंती। लॉन्ग टर्म बिजनेस रे सफलता मिल पारे। लाभ धीरे धीरे हेबो एवं बढ़िबो। जो माने छोट व्यवसायी अछंती विशेषकर कपड़ा कॉस्मेटिक्स मोबाइल एक्सेसरीज ग्रोसरी बुक एंड स्टेशनरी इलेक्ट्रिक सामग्री आदि व्यवसाय करुछंती से माने लाभवान हेबे। कस्टमर संख्या बढ़िबार संभावना रही। ऑनलाइन प्रमोशन कले अधिक लाभ मिलिबो। सेहीपरि एकादश भाव शक्तिशाली थिबारु होलसेल बिजनेस मध्य भल चलिबो। कृषि सामग्री हार्डवेयर बिल्डिंग मटेरियल्स फूड बिजनेस ग्रोसरी आइटम यही सब बिजनेस भल चलिबो। तेबे एई मासरे क्यों बिजनेस अधिक भल चलिबो आसुन जानिबा। एजुकेशन रिलेटेड बिजनेस बुक पब्लिशिंग फ्रांचाइज बिजनेस डिजिटल मार्केटिंग डिजिटल प्रोडक्ट सप्लाई कंप्यूटर एवं आईटी सर्विस सेक्टर रे सोशल मीडिया मार्केटिंग कमिशन एजेंसी वर्क ट्रेडिंग इंपोर्ट एक्सपोर्ट यही सब बिजनेस भल चलिबो एवं लाभ भी मिलिबो। मोटामोटी भाव में कहबाक गले यही अगस्त 2026 कन्या राशि व्यवसाय दृष्टि एक पॉजिटिव मास हो। कन्या राशि व्यक्तिविशेष माने प्रतिकार कौन करेंगे। कन्या राशि अधिपति हेले बुध। बुधंकर बीज मंत्र को जप करंतु। मंत्रटी है ओं ब्रांग ब्रिंग ब्रौं स बुधाय नमः। यही मंत्र को दैनिक 108 थर जप करंतु। आपणक पई शुभ रहिबो। बंधुगण यह थिला कन्या राशि 2026 अगस्त मासर मासिक राशिफल विषय रे विस्तृत आलोचना। जदि भिडियोटी भल लगी थाए तेबे लाइक कमेंट शेयर करिया पई जमार भी भूलिए नहीं। पुणी आसीबी आउ एक नुआ अध्याय को नहीं से पर्यंत रहूची। नमस्कार।